ବିଜେଡି କୁ ଘାରିଛି ରାଜ୍ୟସଭା ଚିନ୍ତା। କାହାକୁ ଦଳ ପଠାଇବ ଉଚ୍ଚ ସଦନ? ସଂତୃପ୍ତ ନା ସୁଜାତା? ଦ୍ୱନ୍ଦ୍ୱରେ ନବୀନ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଏବେ ଘାରିଛି ରାଜ୍ୟସଭା ଚିନ୍ତା। ନବୀନ କାହାକୁ ପଠାଇବେ ଉଚ୍ଚ ସଦନକୁ, ତାକୁ ନେଇ ଏବେ ସମ୍ପୂର୍ଣ୍ଣ ଦ୍ୱନ୍ଦ୍ୱରେ ଅଛନ୍ତି। ହେଲେ ଏହା ଭିତରେ ସବୁଠାରୁ ବଡ଼ ଖବର ଯେ ଦୁଇ ଜଣ ରେସ୍ର ଶୀର୍ଷରେ ଅଛନ୍ତି। ଆଉ ସେ ଦୁଇ ଜଣ ହେଉଛନ୍ତି ସୁଜାତା କାର୍ତ୍ତିକେୟନ ଓ ସଂତୃପ୍ତ ମିଶ୍ର। ତେବେ ଗୋଟିଏ ଆସନ ବିଜେଡି ହାତକୁ ଯିବା ନିଶ୍ଚିତ ଥିବା ବେଳେ ସେହି ଆସନରେ କାହାକୁ ପଠାଯିବ ରାଜ୍ୟସଭା, ଏବେ ତାକୁ ନେଇ ଚର୍ଚ୍ଚା ଆଲୋଚନା। ଏପ୍ରିଲରେ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଓଡ଼ିଶାରେ 4ଟି ଆସନ ଖାଲି ହେବାକୁ ଯାଉଛି। ଆଉ ସେହି ଗଣିତ ଦେଖିଲେ ସ୍ପଷ୍ଟ ହେଉଛି ଯେ ବର୍ତ୍ତମାନ ସ୍ଥିତିରେ 31 କୋଟି ପ୍ରଥମ ପସନ୍ଦ ଭୋଟ ବା ଫାଷ୍ଟ ପ୍ରିଫରେନ୍ସ ଭୋଟର ଆବଶ୍ୟକତା ରହିଛି। ଏହି ଦୃଷ୍ଟିରୁ ବିଚାର କଲେ ବିଜେଡି ବର୍ତ୍ତମାନ ଜଣେ ବ୍ୟକ୍ତିଙ୍କୁ ଅତି ସହଜରେ ନିର୍ବାଚିତ କରି ରାଜ୍ୟସଭାକୁ ପଠାଇ ପାରିବ। ବିଜୁ ଜନତା ଦଳ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ କିମ୍ବା ସଂତୃପ୍ତ ମିଶ୍ରଙ୍କୁ ପ୍ରଥମ ପସନ୍ଦର ଭୋଟ ଦେଇ ରାଜ୍ୟସଭାକୁ ପଠାଇବ ବୋଲି ଆକଳନ କରାଯାଉଛି। ତେବେ ଏହା ଭିତରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ କଂଗ୍ରେସ ମଧ୍ୟ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଛି। ଆଉ ଏ ନେଇ ବିଜେଡି ସୁପ୍ରିମୋ ନବୀନଙ୍କୁ ଦେଖା କରିବାକୁ ମଧ୍ୟ ଉଦ୍ୟମ କରିଥିଲେ ଭକ୍ତ ଦାସ। ହେଲେ ଭକ୍ତଙ୍କୁ ସମୟ ଦେଇନଥିଲେ ନବୀନ, ଯାହାକୁ ନେଇ ରାଜନୈତିକ ଆଲୋଚନା ଜୋର ଧରିଥିଲା। କାରଣ ବିଜୁ ଜନତା ଦଳ ଏବେ ସମ୍ପୂର୍ଣ୍ଣ ନୀରବ ରହିଛି, କୌଣସି ନିଷ୍ପତ୍ତି ନେଉନାହିଁ, ଯାହାକୁ ନେଇ ଅନେକ କଳ୍ପନା ଜଳ୍ପନା ସାମ୍ନାକୁ ଆସିବା ସ୍ୱାଭାବିକ। କାରଣ କେଉଁ କାରଣ ପାଇଁ ବିଜୁ ଜନତା ଦଳ ନୀରବ ରହୁଛି, କାହିଁକି ନବୀନ ଏ ନେଇ କିଛି ସଂକେତ ଦେଉନାହାନ୍ତି ନବୀନ। ରାଜନୈତିକ ସମୀକ୍ଷକଙ୍କ କହିବା କଥା ହେଉଛି ଯେ ନବୀନ ରାଜ୍ୟସଭା ନିର୍ବାଚନ ହେଉ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ଅଧିକାଂଶ ସମୟରେ ସେ ବିଜେପି ଦ୍ୱାରା ମନୋନୀତ ପ୍ରାର୍ଥୀଙ୍କୁ ସମର୍ଥନ ଦେଇଥାନ୍ତି। ତେବେ ଗୋଟିଏ ଆସନ ଏଥର ବିଜେଡି ଭାଗରେ ପଡ଼ିବାକୁ ବିଜେଡି ସ୍ଥିତି ଦୁର୍ବଳ ହେଉଛି। କ'ଣ ନିଷ୍ପତ୍ତି ନେବେ? ମାଳମାଳ ଆଶାୟୀଙ୍କ ଭିତରୁ କାହାକୁ ରାଜ୍ୟସଭା ପଠାଇବେ, ଏବେ ତାକୁ ନେଇ ନବୀନ ସମ୍ପୂର୍ଣ୍ଣ ରୂପେ ଦ୍ୱନ୍ଦ୍ୱରେ ଅଛନ୍ତି। ଯଦି ଏମିତି ହୁଏ ବିଜେଡି ଓ କଂଗ୍ରେସ ହାତ ମିଳାନ୍ତେ ଚତୁର୍ଥ ଆସନ ଦଖଲ କରିବାକୁ ମଧ୍ୟ ଆଗଭର ହୁଅନ୍ତେ, ତେବେ ବିଜେପିକୁ ମଧ୍ୟ ଶକ୍ତ ଝଟକା ଲାଗନ୍ତା। ବିଜେପିର ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ, ହେଲେ ରାଷ୍ଟ୍ରପତି, ଲୋକସଭା ବାଚସ୍ପତି ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଧେୟକ ପାରିତ କରିବା ପାଇଁ ସର୍ବଦା ପଦ୍ମ ଦଳକୁ ସମର୍ଥନ ଦେଇଛି ବିଜେଡି। ନବୀନଙ୍କ ରାଜନୈତିକ ପରାମର୍ଶଦାତା ଭାବରେ ଏବେ ସଂତୃପ୍ତ ମିଶ୍ର କାର୍ଯ୍ୟରତ। ସେଭଳି ଚର୍ଚ୍ଚାରେ ଅଛନ୍ତି ସବୁବେଳେ ପାଣ୍ଡିଆନ ଦମ୍ପତି। ତେଣୁ କୁହାଯାଉଛି ଏକ ବଡ଼ ବୁଝାମଣା କରି ଗୋଟିଏ ଆସନରେ ଜଣକୁ ପଠାଇ ନିଜର ଭାବମୂର୍ତ୍ତି ବଜାୟ ରଖିବେ ନବୀନ। ଆଉ ଚତୁର୍ଥ ଆସନ ପାଇଁ ମଧ୍ୟ ଏକ ବଡ଼ ରଣନୀତି ଆପଣେଇ ପାରନ୍ତି ବୋଲି ଆଲୋଚନା ହେଉଛି। ତେବେ ଏହା କେତେ ଦୂର କାର୍ଯ୍ୟକାରୀ ହେଉଛି ତାହା ଦେଖିବାକୁ ବାକି ରହିଲା।